ଆସିଲା ସୁଭଦ୍ରା ଯୋଜନା ଚତୁର୍ଥ କିସ୍ତିର ଫାଇନାଲ ତାରିଖ। ଖୁବ୍ ଶୀଘ୍ର ମହିଳାମାନଙ୍କୁ ମିଳିବ ତାଙ୍କର ଚତୁର୍ଥ କିସ୍ତି ଟଙ୍କା। ବନ୍ଧୁଗଣ, ଆପଣଙ୍କ ପରିବାର କିଏ ଯଦି ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ଟଙ୍କା ପାଇଛନ୍ତି, ତାହେଲେ ତାଙ୍କ ମନରେ ଗୋଟେ ପ୍ରଶ୍ନ ଥିବ ଯେ ସେ ଚତୁର୍ଥ କିସ୍ତି ଟଙ୍କାଟା କେବେ ପାଇବେ। ଦେଖନ୍ତୁ, ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ସରକାର ଏବେ ଘୋଷଣା କରିଛନ୍ତି ଯେ ବହୁତ ଶୀଘ୍ର ସେମାନଙ୍କୁ ତାଙ୍କର ଚତୁର୍ଥ କିସ୍ତି ଟଙ୍କା ଦିଆଯିବ ବୋଲି କହିଛନ୍ତି। କିନ୍ତୁ ଆପଣଙ୍କୁ ଜାଣିବା ପାଇଁ କହି ଦିଆଯାଉଛି ଯେ ଏବେ ଆପଣ ଜାଣିଥିବେ ଯେଉଁମାନଙ୍କର ନୂଆ ଆବେଦନ କରିଥିଲେ ସେମାନଙ୍କୁ ମଧ୍ୟ ଯେଉଁଥିରେ ଆପଣଙ୍କୁ ଚତୁର୍ଥ କିସ୍ତି ଟଙ୍କା ଦିଆଯିବ, ସେ ସମୟରେ ତାଙ୍କର କିସ୍ତି ଟଙ୍କାରେ ସେମାନଙ୍କୁ 10,000 ଟଙ୍କା ଦିଆଯିବ। ଦୁଇଟା କିସ୍ତିର ଟଙ୍କା ଏକା ବେଳକୁ ଦିଆଯିବ ବୋଲି ସରକାର ପକ୍ଷରୁ ସୂଚନା ମିଳିଛି। ବନ୍ଧୁଗଣ, ଆପଣଙ୍କୁ କହି ଦିଆଯାଉଛି ଯେ ଆପଣ ପୂର୍ବରୁ ଜାଣିଥିବେ ଯେ ତୃତୀୟ କିସ୍ତିରେ ବହୁତ ମହିଳା କ'ଣ ହେଇଥିଲେ, ସେଥିରୁ ବାଦ୍ ପଡ଼ିଥିଲେ। କିଛି ମହିଳା ଏମିତି ଥିଲେ ଯେଉଁମାନେ କି ଦ୍ୱିତୀୟ କିସ୍ତି ପାଇଥିଲେ ଆଉ ତାଙ୍କ ତୃତୀୟ କିସ୍ତି ଟଙ୍କା ପାଇନଥିଲେ। ଆପଣଙ୍କ ପାଖରେ ଯଦି ରାସନ କାର୍ଡ଼ ନାହିଁ କିମ୍ବା ଆପଣଙ୍କ ପରିବାର କିଏ ଯଦି ଇନକମ୍ ଟ୍ୟାକ୍ସ ପେ କରୁଛି କିମ୍ବା ଆପଣଙ୍କ ପରିବାର କାହା ନାଁରେ କିମ୍ବା ନିଜ ନାମରେ ଯଦି 4 ଚକିଆ ଯାନ ଅଛି, ତାହେଲେ ଆପଣ এই ଯୋଜନାରୁ ବାଦ୍ ପଡ଼ିବେ। କିମ୍ବା ଆପଣ ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ବାର୍ଷିକ 18,000 ଊର୍ଦ୍ଧ୍ୱ ଟଙ୍କା ଯଦି ପାଉଛନ୍ତି, ତାହେଲେ ମଧ୍ୟ ଆପଣ ଏଥିରୁ ବାଦ୍ ପାଇବେ। ସରକାର କରିଛନ୍ତି ବହୁତ ବଡ଼ ଘୋଷଣା, ଖୁବ୍ ଶୀଘ୍ର ଦେବାକୁ ଯାଉଛନ୍ତି ତାଙ୍କର ଚତୁର୍ଥ କିସ୍ତି ଟଙ୍କା। ଆପଣ ପୂର୍ବରୁ ଶୁଣିଥିବେ ଯେ ନୂଆ ବର୍ଷରେ ତାଙ୍କୁ ଚତୁର୍ଥ କିସ୍ତି ଟଙ୍କା ଦିଆଯିବ ବୋଲି କହିଥିଲେ। ହେଲେ ବର୍ତ୍ତମାନ ନୂଆ ବର୍ଷରେ କ'ଣ କରିଛନ୍ତି, ତାଙ୍କୁ ମାର୍ଚ୍ଚ 8 ତାରିଖ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ତାଙ୍କର ଚତୁର୍ଥ କିସ୍ତି ଟଙ୍କା ଦେବେ ବୋଲି କହିଛନ୍ତି। ଏଇଟା ହେଉଛି ଫାଇନାଲ ଡେଟ୍, ଯେଉଁଟାକି ମାର୍ଚ୍ଚ 8 ମହିଳା ଦିବସରେ ତାଙ୍କୁ ଚତୁର୍ଥ କିସ୍ତି ଟଙ୍କା ଦିଆଯିବ। ଆପଣ ଜାଣିଥିବେ ଯେ ସୁଭଦ୍ରା ଯୋଜନା ମହିଳାମାନଙ୍କର ବିକାଶ ଲାଗି ଆଉ ମହିଳା ସଶକ୍ତିକରଣ ଲାଗି ବହୁତ ସହଯୋଗ ହେଉଛି। ଯଦି ଏମିତି ମହିଳା ଅଛନ୍ତି ଯେଉଁମାନେ କି ଅସହାୟ, ତାଙ୍କର ପାରିବାରିକ ଆର୍ଥିକ ଅବସ୍ଥା ଠିକ୍ ନାହିଁ, ସେମାନେ ଏହି 5,000 ପାଇକି ସେମାନେ କ'ଣ କରୁଛନ୍ତି, ଛୋଟ ମୋଟ ବ୍ୟବସାୟ କରିକି ସେଥିରେ ପରିବାରର ଆର୍ଥିକ ସହାୟତାରେ ସାହାଯ୍ୟ କରୁଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା ଥାଏ ଯେ ଗୋଟେ କିସ୍ତି ପାଇଲା ପରେ ଆଉ ଗୋଟେ କିସ୍ତି ଟଙ୍କା କେବେ ଭଳି। ତ ଆପଣ ତୃତୀୟ କିସ୍ତି ଟଙ୍କା ଯଦି ପାଇଛନ୍ତି, ତାହେଲେ ତୃତୀୟ କିସ୍ତି ଟଙ୍କାଟା ଆପଣ ମାର୍ଚ୍ଚ 8 ତାରିଖରେ ପାଇବେ। ସରକାର ଏହା ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାମାନେ ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ ଏବଂ ତୃତୀୟ କିସ୍ତିରୁ ବଞ୍ଚିଥିଲେ ସେମାନଙ୍କୁ ବି ସର୍ଭେ କରାଯିବ, ଆଉ ସେମାନେ ଯଦି ଯୋଗ୍ୟ ସାବ୍ୟସ୍ତ ହୁଅନ୍ତି ତାହେଲେ ପୁଣି ଥରେ ସେମାନଙ୍କୁ ଚତୁର୍ଥ କିସ୍ତିରେ ଯୋଡ଼ାଯିବ ଆଉ ତାଙ୍କର ତୃତୀୟ କିସ୍ତି ଟଙ୍କା ମଧ୍ୟ ପ୍ରଦାନ କରାଯିବ। ନୂଆ ଆବେଦନ କରୁଥିବା ହିତାଧିକାରୀଙ୍କୁ ତାଙ୍କୁ 10,000 ଟଙ୍କା ଦିଆଯିବ। ତାଙ୍କର ଏକାବେଳକେ ଦୁଇଟା କିସ୍ତି ଟଙ୍କା 5,000 10,000 ଟଙ୍କା ଦିଆଯିବ। ମାର୍ଚ୍ଚ 8 ତାରିଖ ମହିଳା ଦିବସ ଅବସରରେ ପୁରୁଣା ଓ ନୂଆ ହିତାଧିକାରୀମାନଙ୍କୁ ମିଳିବ ତାଙ୍କର ସୁଭଦ୍ରା ଯୋଜନା ଟଙ୍କା।